ଥାନା ବାଲା ସମସ୍ତେ ପଇସା ଖାଇଛନ୍ତି ସେଇ ଯୋଉ ତାକୁ କେହି ଉଠଉନାହାନ୍ତି ବଜରଙ୍ଗ ଦଳର ନାଁ କହିକି ଘରୁ ଗାଡିର ସବୁ ବଟି ଆଦାୟ କରୁଛନ୍ତି ସେଇ ପିଲାମାନେ। ଏମିତି ସେ ପିଲାମାନେ ଦୁଷ୍ଟ ହେଇଛନ୍ତି ଯାହାକି ଥାନା ବାଲା ବି କିଛି ବୁଝୁନାହାନ୍ତି ତାକୁ ଆହୁରି ସାହାଯ୍ୟ କରୁଛନ୍ତି ଥାନା ବାଲା ତାଙ୍କୁ ଦିଆହଉଥିବ କିଛି ପଇସା ପତ୍ର ସେଇଥିପାଇଁ ସେ ପିଲାମାନଙ୍କୁ ଉଠୁନାହାନ୍ତି ମାର୍କେଟର ବିଚ୍ ରାସ୍ତାରେ ବୁଲୁଛନ୍ତି କହୁଛନ୍ତି ଯେ ଆମେ ପିଟିବୁ ମାରିବୁ ଆମେ କଣ କରିବୁ ଆମେ ବଜରଙ୍ଗୀ ବାଲା ଆମର ନେତା ଅଛନ୍ତି ମନ୍ତ୍ରୀ ଅଛନ୍ତି ଆମର କଣ ସେ କାଢି ପାରିବେନି। ମୋ ନା ଆଜ୍ଞା ବେଣୁଧର ବେହେରା। କଣ ଘଟଣା ହେଇଛି? ଘଟଣା ଆଜ୍ଞା 11 ତାରିଖ ଦିନ ଆମେ ଆକ୍ଚୁଆଲି ମାଛ ବେପାର କରୁ ମୁଁ ଆଉ ମୋ ସାଙ୍ଗ ସହଯୋଗୀ ଆମେ ମାଛ ବେପାର କରୁ ଆମର ଯୋଉ ଶୁକ୍ରବାର ଦିନ ମାଛ ବିକ୍ରି ହେଲା ଶନିବାର ଦିନ କଲେକ୍ସନରେ ଆମେ ବାହାରିବୁ 7ଟା ବେଳୁ ବାହାରି ଗଲୁ ରୁପସାଠୁ ଷ୍ଟାର୍ଟ କଲୁ ନଳବାହାର ଏପଟେ ଆମର ଚାଲିଗଲା ବାଲିଆପାଳ ଲାଇନ ସେଥିରେ ଯାଇନଥିଲୁ ଆମେ କହିଲୁ ଏପଟେ ଆସିଲେ ଏପଟେ ବାଲିଆପାଳ ଯିବୁ ବାଲିଆପାଳ ଲାଇନ ଆମର କଲେକ୍ସନ ହୁଏ ସିଧା ଆମେ ପଳେଇଲୁ ଅମରଦାରୁ ଜଳେଶ୍ୱରରୁ ଯେତେବେଳେ ଆମେ କଲେକ୍ସନ କରିକି ଫେରୁଥିଲୁ ଜଳେଶ୍ୱର ପାରେଇ ଆସୁଛୁ ଗୋଟେ ଆନୋନ୍ ନମ୍ବରରେ ଆମ ପିଣ୍ଟୁ ବାବୁ ପାଖକୁ କଲଟେ ଆସିଲା ଯେ ଭାଇ ଆପଣ ମାଛ ବେପାର କରନ୍ତି ନା ଆଜ୍ଞା ନା ଆମର କିଛି ଗୋଟେ କାମ ଅଛି ଆଉ ଆପଣଙ୍କୁ ମାଛ ଟିକେ ଅର୍ଡର ଦବୁ ଆଉ ଆପଣ ଏଇ ବସୁନ୍ଧରା ହୋଟେଲ ପାଖକୁ ଆସନ୍ତୁ ସେଇଠୁ ପିଣ୍ଟୁ ବାବୁ କହିଲେ ହଉ ଠିକ ଅଛି ଆମେ ତ ଘୁରୁଛୁ ଆମକୁ 15-20 ମିନିଟ୍ ଲାଗିବ ଆଉ ଆମେ ପହଞ୍ଚିବୁ ଆଜ୍ଞା ସେଇଠୁ ଯେତେବେଳେ ଆମେ ବସୁନ୍ଧରା ହୋଟେଲ ଆଗରେ ପହଞ୍ଚିଲୁ ଆମେ ଓହ୍ଲେଇ ପଡୁଛୁ ଆଜ୍ଞା ମୋ ସାଙ୍ଗ ଉପରକୁ ମାନେ ମୋ ବିଜନେସ ପାର୍ଟନର ବନ୍ଧୁ ଉପରକୁ ହଠାତ୍ ଖଣ୍ଡାରେ ଆକ୍ରମଣ ହେଲା ସେଠି ଯୋଉ ଆକ୍ରମଣ ହଉଥିଲା ସିଏ ତା ପଛପଟୁ ମୁଁ ସେଇଟା ଦେଖିପାରି ଆଜ୍ଞା ବିରୋଧ କଲାରୁ ମୋର ଏଇ ହାତରେ ପ୍ରଥମ ପାହାରଟା ଭିଟିଲା ଏଇ ହାତରେ ଯୋଉ ଭିଟିଲା ଏଇଠି କଟିଛି ଏଠୁ ଭିଟିକି ତା ମୁଣ୍ଡରେ ଭିଟିଲା ମୋ ସାଙ୍ଗର ତାପରେ ଘଟଣା ହଉଛୁ ସେମାନେ ଥିଲେ ହଉଛୁ 15+ ଥିଲେ ଯେରକମ ମୁଁ ତାକୁ ପ୍ରଥମ ସେଭ୍ କରୁଥିଲି ତାପରେ ମତେ 4-6 ଜଣ ଗୋଟେ ସାଇଡକୁ ଧରି ନେଇଗଲେ ତାକୁ 8-10 ଜଣ ଗୋଟେ ସାଇଡକୁ ଧରି ନେଇଗଲେ ତାପରେ ତଳେ ପକେଇକି ମାରାପିଟ କଲେ ମୋ କାନ୍ଧରେ ଗୋଟେ କ୍ୟାସ ବ୍ୟାଗ ଥିଲା ଯୋଉ କଲେକ୍ସନ ଟଙ୍କା ଆମେ କରୁଥିକି ଘୁରୁଥିଲୁ କେତେ ଥିଲା? 4.5 ଲକ୍ଷ ପ୍ଲସ ତାପରେ ଆମେ ଘୁରୁଥିଲୁ କଣ ହେଲା କି ସେଇଠୁ ମୁଁ ଯେମିତି ହଉ ମତେ ଧରି ନେଲେ 4-6 ଜଣ ମୁଁ ତାଙ୍କୁ ପେଲି ପୁଲାଇକି ଆମ୍ପୁଡି ଉମ୍ପୁଡାଇକି ସେଠୁ ପଳେଇ ଆସିଲି ମୁଁ ଆସିକି ଆଜ୍ଞା ତାକୁ ଫୋନ ମାରୁଛି ସାଙ୍ଗକୁ ମୋ ସାଙ୍ଗ ମାନଙ୍କୁ ଯଦି କାଳି ଆସି କିଏ ହେଲ୍ପ କରିବ କେହି ଆଉ ଫୋନ ଉଠାନ୍ତିନି ଗୋଟେ ସାଙ୍ଗ ଫୋନ ଉଠେଇଲା ତାକୁ କହିଲି ଯେ ଆରେ ଭାଇ ଏମିତି ଏମିତି ଘଟଣା ହେଇଛି ତୁ ଜଲ୍ଦି ଗାନ୍ଧୀ ଛକ ପହଞ୍ଚ ଦେଇକି ସେଇଠୁ ମୁଁ ସେଇଠି ଫୋନ ମାରୁ ମାରୁ ଯାହା ହଉ ତା ପଛେ ପଛେ ପିଣ୍ଟୁ ବାବୁ ଆସିକି ପହଞ୍ଚିଗଲେ 1 ମିନିଟ୍ କି 1.5 ମିନିଟ୍ ପରେ ମୁଁ ତାଙ୍କୁ ଦେଖିଲା ବେଳକୁ ଗୋଟା ରକ୍ତ ଲହୁ ଲୁହାଣ ହେଇଛନ୍ତି ଦେଇକି ସେଇଠୁ ଆମେ ପଳେଇ ଆସିଲୁ ଗୋଟେ ବାଇକରେ ବସିକି ଗାନ୍ଧୀ ଛକ ସେଇ ଭିତରେ ଆମ ସାଙ୍ଗଟା ପହଞ୍ଚି ଯାଇଥିଲା ହଉଛି ଗାନ୍ଧୀ ଛକ ଥାନାରେ ତ ଅଭିଯୋଗ କରିଥିଲେ ତାପରେ କଣ ହେଲା? ଥାନା ବାଲା ଆମ କଥା ଆଜ୍ଞା କିଛି ଶୁଣୁନାହାନ୍ତି 12 ତାରିଖ ଏଫଆଇଆର ହେଇଛି ଆଜ୍ଞା ଆଜି ହେଇଗଲା 19 ତାରିଖ ଆଜି ପର୍ଯ୍ୟନ୍ତ କିଛି ମାନେ ବସ୍ତା ପୋଲିସର ହାତ ଖାଲି କାହିଁକି? କାହିଁକି ଆମେ କଣ କହିବୁ କୁହ ଆମେ କଣ କହିପାରିବୁ।